ଯେଉଁ ସମ୍ବଳଗୁଡ଼ିକ ଭୂପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିଥାଏ ସେଗୁଡ଼ିକୁ କେଉଁ ସମ୍ବଳ କୁହାଯାଏ? ଅପସନ୍ ଏ ସୁଲଭ ସମ୍ବଳ, ଅପସନ୍ ବି ଅବିରାମ ସମ୍ବଳ, ଅପସନ୍ ସି ସ୍ଥାନୀୟ ସମ୍ବଳ, ଅପସନ୍ ଡି ବିକଶିତ ସମ୍ବଳ। ତେବେ ଏହାର ସଠିକ୍ ଉତ୍ତର ହେଉଛି ସ୍ଥାନୀୟ ସମ୍ବଳ, କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, ପ୍ରକୃତିର ଗନ୍ତାଘରେ ବ୍ୟବହୃତ ଅବସ୍ଥାରେ ରହିଥିବା ସମ୍ବଳ କେଉଁ ନାମରେ ନାମିତ? ଅପସନ୍ ଏ ଅକ୍ଷୟ ସମ୍ବଳ, ଅପସନ୍ ବି ଅସରନ୍ତି ସମ୍ବଳ, ଅପସନ୍ ସି ପ୍ରଚ୍ଛନ୍ନ ସମ୍ବଳ, ଅପସନ୍ ଡି ଗୋଷ୍ଠୀଗତ ସମ୍ବଳ। ଅବ୍ୟବହୃତ ଅବସ୍ଥାରେ ରହିଥିବା ସମ୍ବଳକୁ ପ୍ରଚ୍ଛନ୍ନ ସମ୍ବଳ ବୋଲି କୁହାଯାଇଥାଏ। ପ୍ରଚ୍ଛନ୍ନ ସମ୍ବଳ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ଦୁଇଟି ରାଜ୍ୟରେ ପ୍ରଚୁର ସୌରଶକ୍ତି ଏବଂ ପବନ ଶକ୍ତି ମହଜୁଦ ଅଛି? କେଉଁ ଦୁଇଟି? ଭାରତର କେଉଁ ଦୁଇଟି ରାଜ୍ୟ? ଅପସନ୍ ଏ ଓଡ଼ିଶା ଓ ପଶ୍ଚିମବଙ୍ଗ, ଅପସନ୍ ବି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ, ଅପସନ୍ ସି କର୍ଣ୍ଣାଟକ ଓ କେରଳ, ଅପସନ୍ ଡି ଗୁଜରାଟ ଓ ରାଜସ୍ଥାନ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଗୁଜରାଟ ଏବଂ ରାଜସ୍ଥାନରେ ପ୍ରଚୁର ସୌରଶକ୍ତି ପବନ ଶକ୍ତି ରହିଛି। ପରବର୍ତ୍ତୀ ପ୍ରଶ୍ନ, ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ କେଉଁ ସମ୍ବଳର ଶ୍ରେଣୀଭୁକ୍ତ? ଅପସନ୍ ଏ ଗଚ୍ଛିତ ସମ୍ବଳ, ଅପସନ୍ ବି ସର୍ବତ ସୁଲଭ ସମ୍ବଳ, ଅପସନ୍ ସି ସ୍ଥାନୀୟ ସମ୍ବଳ, ଅପସନ୍ ଡି ଅବିରାମ ସମ୍ବଳ। ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥକୁ ଗଚ୍ଛିତ ସମ୍ବଳ ବୋଲି କୁହାଯାଇଥାଏ। ଗଚ୍ଛିତ ସମ୍ବଳ। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ସମ୍ବଳ ଆଜିର ଜ୍ଞାନକୌଶଳ ଅନୁସାରେ ବ୍ୟବହାର ହୋଇପାରୁନାହିଁ କିନ୍ତୁ ଭବିଷ୍ୟତରେ ଆବଶ୍ୟକତା ପୂରଣ କରିପାରିବ ତାହା କେଉଁ ସମ୍ବଳ? ଅପସନ୍ ଏ ଭବିଷ୍ୟତ ସମ୍ବଳ, ଅପସନ୍ ବି ସମ୍ବଳ ଭଣ୍ଡାର, ଅପସନ୍ ସି ଗଚ୍ଛିତ ସମ୍ବଳ, ଅପସନ୍ ଡି ପ୍ରାଚ୍ଛନ୍ନ ସମ୍ବଳ। ତେବେ ଏହାର ସଠିକ୍ ଉତ୍ତର ହେଉଛି ସମ୍ବଳ ଭଣ୍ଡାର, ଯାହା ଭବିଷ୍ୟତରେ ଆବଶ୍ୟକତା ପୂରଣ କରିବ। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ସମ୍ବଳ ବ୍ୟବହାର ଉପଯୋଗୀ ହୋଇପାରିଛି ତାହା କେଉଁ ସମ୍ବଳ? ଅପସନ୍ ଏ ସଂରକ୍ଷିତ ସମ୍ବଳ, ଅପସନ୍ ବି କ୍ଷୟଶୀଳ ସମ୍ବଳ, ଅପସନ୍ ସି ବ୍ୟକ୍ତିଗତ ସମ୍ବଳ, ଅପସନ୍ ଡି ବିକଶିତ ସମ୍ବଳ। ଯାହା ବ୍ୟବହାର ଉପଯୋଗୀ ହୋଇପାରିଛି ତାହା ବିକଶିତ ସମ୍ବଳର ଉଦାହରଣ ଅଟେ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ସମ୍ବଳଗୁଡ଼ିକ ମଧ୍ୟରୁ କେଉଁଟି ବିକଶିତ ସମ୍ବଳ ନୁହେଁ? ଅପସନ୍ ଏ ବିଦ୍ୟୁତ୍ ଶକ୍ତି, ଅପସନ୍ ବି ବନ୍ୟପ୍ରାଣୀ, ଅପସନ୍ ସି ଅରଣ୍ୟ, ଅପସନ୍ ଡି ଖଣିଜ ପଦାର୍ଥ। ବିକଶିତ ସମ୍ବଳ ନୁହେଁ। ତେବେ ଏହାର ସଠିକ୍ ଉତ୍ତର ହେଉଛି ବନ୍ୟପ୍ରାଣୀମାନେ ବିକଶିତ ସମ୍ବଳ ନୁହନ୍ତି। ପରବର୍ତ୍ତୀ ପ୍ରଶ୍ନ, କେଉଁ ସମ୍ବଳ ଏବଂ ପଦାର୍ଥଗୁଡ଼ିକର ସନ୍ଧାନ ମିଳିବା ପରେ ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରି ନାହିଁ କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ଅଛି ତାହା କେଉଁ ସମ୍ବଳ? ଅପସନ୍ ଏ ସଂରକ୍ଷିତ, ଅପସନ୍ ବି ବିକଶିତ, ଅପସନ୍ ସି ସଞ୍ଚିତ, ଅପସନ୍ ଡି ସମ୍ବଳ ଭଣ୍ଡାର। ତେବେ ଏହାର ସଠିକ୍ ଉତ୍ତର ହେଉଛି ସଂରକ୍ଷିତ। ଭବିଷ୍ୟତରେ ଉପଯୋଗୀ ହେବାର ଆଶା ରହିଛି ସଂରକ୍ଷିତ। ପରବର୍ତ୍ତୀ ପ୍ରଶ୍ନ, ପ୍ରବାହିତ ଜଳ ଯାହା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରୁନାହିଁ ତାହା କେଉଁ ସମ୍ବଳ? ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରୁନାହିଁ। ଅପସନ୍ ଏ ପ୍ରଚ୍ଛନ୍ନ ସମ୍ବଳ, ଅପସନ୍ ବି ସଂରକ୍ଷିତ, ଅପସନ୍ ସି ଗଚ୍ଛିତ, ଅପସନ୍ ଡି ଅନୁପଯୋଗୀ। ତେବେ ଏହାର ସଠିକ୍ ଉତ୍ତର ହେଉଛି ସଂରକ୍ଷିତ ସମ୍ବଳ, ସଂରକ୍ଷିତ ହୋଇ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ରହିଛି ତାହା କେଉଁ ସମ୍ବଳ? ଅପସନ୍ ଏ ଗୋଷ୍ଠୀଗତ, ଅପସନ୍ ବି ଜାତୀୟ, ଅପସନ୍ ସି ବ୍ୟକ୍ତିଗତ, ଅପସନ୍ ଡି ସଂରକ୍ଷିତ। ଯାହା ନିଜସ୍ୱ ଅଧିକାରରେ ରହିଛି ତାହା ନିଶ୍ଚିତ ଭାବରେ ସଠିକ୍ ଉତ୍ତର ହେବ ବ୍ୟକ୍ତିଗତ। ନିଜସ୍ୱ ଅଧିକାରରେ ମାନେ ବ୍ୟକ୍ତିଗତ ଭାବରେ ରହିଛି। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ବ୍ୟକ୍ତିଗତ ସମ୍ବଳ ନୁହେଁ? ଅପସନ୍ ଏ ଚାଷ ଜମି, ଅପସନ୍ ବି ଗୃହ, ଅପସନ୍ ସି କୂପ, ଅପସନ୍ ଡି ଗୋଚର ଭୂମି। କେଉଁଟି ବ୍ୟକ୍ତିଗତ ସମ୍ବଳ ନୁହେଁ? ତେବେ ଏହାର ସଠିକ୍ ଉତ୍ତର ହେଉଛି ଗୋଚର ଭୂମି। ଗୋଚର ଭୂମି କାହାର ବ୍ୟକ୍ତିଗତ ସମ୍ବଳ ନୁହେଁ। ପରବର୍ତ୍ତୀ ପ୍ରଶ୍ନ, ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ କେଉଁ ସମ୍ବଳ କୁହାଯାଏ? ଅପସନ୍ ଏ ବ୍ୟକ୍ତିଗତ, ଅପସନ୍ ବି ଗୋଷ୍ଠୀଗତ, ଅପସନ୍ ସି ଜାତୀୟ, ଅପସନ୍ ଡି ଅନ୍ତର୍ଜାତୀୟ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଏହାକୁ ଜାତୀୟ ସମ୍ବଳ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଜାତୀୟ ସମ୍ବଳ ନୁହେଁ? ଅପସନ୍ ଏ ପୁଷ୍କରଣୀ, ଅପସନ୍ ବି ରାସ୍ତାଘାଟ, ଅପସନ୍ ସି କେନାଲ, ଅପସନ୍ ଡି ରେଳପଥ। କେଉଁଟି ଜାତୀୟ ସମ୍ବଳ ନୁହେଁ? ତେବେ ଏହାର ସଠିକ୍ ଉତ୍ତର ହେଉଛି ପୁଷ୍କରିଣୀ କାହାର ଏକ ଜାତୀୟ ସମ୍ବଳ ନୁହେଁ। ପୁଷ୍କରିଣୀ। ପରବର୍ତ୍ତୀ ପ୍ରଶ୍ନ, ଉପକୂଳଠାରୁ ସମୁଦ୍ର ଆଡ଼କୁ ପ୍ରାୟ କେତେ ଦୂରତାରେ ଥିବା ଜଳଭାଗ ଜାତୀୟ ସମ୍ବଳର ଅନ୍ତର୍ଗତ? 10 ନଟିକାଲ ମାଇଲ, ଅପସନ୍ ବି 11 ନଟିକାଲ ମାଇଲ, ଅପସନ୍ ସି 12 ନଟିକାଲ ମାଇଲ, ଅପସନ୍ ଡି 13 ନଟିକାଲ ମାଇଲ। ସମୁଦ୍ର ଆଡ଼କୁ କେତେ ଦୂରତାରେ? 12 ନଟିକାଲ ମାଇଲ ଦୂରତାରେ ଥିଲେ ତାହା ଜାତୀୟ ସମ୍ବଳର ଅନ୍ତର୍ଗତ। ପରବର୍ତ୍ତୀ ପ୍ରଶ୍ନ, 200 ନଟିକାଲର ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ କେଉଁ ସମ୍ବଳ ଅଟେ? ଅପସନ୍ ଏ ବ୍ୟକ୍ତିଗତ, ଅପସନ୍ ବି ଗୋଷ୍ଠୀଗତ, ଅପସନ୍ ସି ଜାତୀୟ, ଅପସନ୍ ଡି ଆନ୍ତର୍ଜାତୀୟ। ତେବେ ଏହାର ସଠିକ୍ ଉତ୍ତର ହେଉଛି 200 ନଟିକାଲର ପରବର୍ତ୍ତୀ ଅଞ୍ଚଳକୁ ଆନ୍ତର୍ଜାତୀୟ ସମ୍ବଳ ବୋଲି କୁହାଯାଇଥାଏ।
ପରବର୍ତ୍ତୀ ପ୍ରଶ୍ନ କେଉଁ କାରଣରୁ ଭାରତ ଭଳି ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ସମ୍ବଳ ବ୍ୟବହାରର ଆବଶ୍ୟକତା ବୃଦ୍ଧି ପାଇଲା? ଅପସନ୍ ଏ ବିଜ୍ଞାନର ଅଗ୍ରଗତି, ଅପସନ୍ ବି ଅର୍ଥନୈତିକ ବିକାଶ, ଅପସନ୍ ସି ଜନସଂଖ୍ୟା ବୃଦ୍ଧି, ଅପସନ୍ ଡି ଅସାମାଜିକ କାର୍ଯ୍ୟ। ତେବେ ଏହାର ପ୍ରମୁଖ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ପରବର୍ତ୍ତୀ ପ୍ରଶ୍ନ ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ କ'ଣ ନଷ୍ଟ ହେବାରେ ଲାଗିଛି? ଅପସନ୍ ଏ ପରିସଂସ୍ଥା, ଅପସନ୍ ବି ପାରିସ୍ଥିତିକ ଭାରସାମ୍ୟ, ଅପସନ୍ ସି ପରିବେଶ, ଅପସନ୍ ଡି ଭୂକ୍ଷୟ। ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ କ'ଣ ନଷ୍ଟ ହେବାରେ ଲାଗିଛି? ପାରିସ୍ଥିତିକ ଭାରସାମ୍ୟ ନଷ୍ଟ ହେବାରେ ଲାଗିଛି। ପରବର୍ତ୍ତୀ ପ୍ରଶ୍ନ କେଉଁଟି ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ ସଂଘଟିତ ହେଉନାହିଁ? ଅପସନ୍ ଏ ଭୂତପ୍ତିକରଣ, ଅପସନ୍ ବି ଓଜୋନ ସ୍ତର ହ୍ରାସ, ଅପସନ୍ ସି ପରିବେଶ ପ୍ରଦୂଷଣ, ଅପସନ୍ ଡି ମହାବାତ୍ୟା। କେଉଁଟି ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ ସଂଘଟିତ ହେଉନାହିଁ? ମହାବାତ୍ୟାଟି ସଂଘଟିତ ହେଉନାହିଁ। ପରବର୍ତ୍ତୀ ପ୍ରଶ୍ନ କେଉଁ ପ୍ରଧାନ କାରଣ ଯୋଗୁଁ ବିଭିନ୍ନ ପ୍ରାକୃତିକ ସମ୍ବଳର ଚାହିଦା ବୃଦ୍ଧି ପାଇବାରେ ଲାଗିଛି? ଅପସନ୍ ଏ ପରିବେଶ ପ୍ରଦୂଷଣ, ଅପସନ୍ ବି ସବୁଜ ଉଦ୍ଭିଦ ବୃଦ୍ଧି, ଅପସନ୍ ସି ବର୍ଦ୍ଧିତ ଜନସଂଖ୍ୟା, ଅପସନ୍ ଡି ଶିଳ୍ପାୟନ ବୃଦ୍ଧି। ତେବେ ଏହାର ସଠିକ୍ ଉତ୍ତର ହେଉଛି ବର୍ଦ୍ଧିତ ଜନସଂଖ୍ୟା, ଯାହାଫଳରେ ସମ୍ବଳର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ପରବର୍ତ୍ତୀ ପ୍ରଶ୍ନ କେଉଁ ମୁଖ୍ୟ କାରଣ ଯୋଗୁଁ ସମ୍ବଳର ଗଚ୍ଛିତ ପରିମାଣ ଦ୍ରୁତ ଗତିରେ ହ୍ରାସ ପାଉଛି? ଅପସନ୍ ଏ ତ୍ରୁଟିପୂର୍ଣ୍ଣ ଉତ୍ତୋଳନ, ଅପସନ୍ ବି ପ୍ରଚୁର ରାସାୟନିକ ସାରର ବ୍ୟବହାର, ଅପସନ୍ ସି କୀଟନାଶକର ପ୍ରଚୁର ବ୍ୟବହାର, ଅପସନ୍ ଡି ମୃତ୍ତିକା କ୍ଷୟ। ତେବେ ଏହାର ସଠିକ୍ ଉତ୍ତର ହେଉଛି ତ୍ରୁଟିପୂର୍ଣ୍ଣ ଉତ୍ତୋଳନ ଯୋଗୁଁ ଆମର ଦ୍ରୁତ ଗତିରେ ହ୍ରାସ ପାଉଛି ସମ୍ବଳ। ପରବର୍ତ୍ତୀ ପ୍ରଶ୍ନ ନିମ୍ନଲିଖିତ ମଧ୍ୟରୁ କେଉଁଠି ଏକ ଜଙ୍ଗଲ କ୍ଷୟର କାରଣ ନୁହେଁ? ଅପସନ୍ ଏ ଖଣି ଖନନ, ଅପସନ୍ ବି ଶିଳ୍ପାୟନ, ଅପସନ୍ ସି ସହରୀକରଣ, ଅପସନ୍ ଡି କୂପ ଖନନ। କେଉଁଠି ଜଙ୍ଗଲ କ୍ଷୟର କାରଣ ନୁହେଁ? ଏହାର ସଠିକ୍ ଉତ୍ତର ହେଉଛି କୂପ ଖନନ। ପରବର୍ତ୍ତୀ ପ୍ରଶ୍ନ କେଉଁ କାରଣ ଯୋଗୁଁ ମୃତ୍ତିକା କ୍ଷୟ ସହ ମୃତ୍ତିକାର ଉର୍ବରତା ନଷ୍ଟ ହେବାରେ ଲାଗିଛି? ଅପସନ୍ ଏ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ, ଅପସନ୍ ବି ଖଣି ଖନନ, ଅପସନ୍ ସି ସହରୀକରଣ, ଅପସନ୍ ଡି ଶିଳ୍ପାୟନ। ତେବେ ଏହାର ସଠିକ୍ ଉତ୍ତର ହେଉଛି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ମୃତ୍ତିକାର ଉର୍ବରତା ନଷ୍ଟ ହେବାରେ ଲାଗିଛି। ପରବର୍ତ୍ତୀ ପ୍ରଶ୍ନ ଉପଯୁକ୍ତ ପରିମାଣର ସାର ପ୍ରୟୋଗ ଦ୍ୱାରା ବା ଫସଲ ଚକ୍ର ମାଧ୍ୟମରେ ମୃତ୍ତିକାର କ'ଣ ବୃଦ୍ଧି କରାଯାଇପାରିବ? ଅପସନ୍ ଏ ପୋଷକ, ଅପସନ୍ ବି ଉପାଦାନ, ଅପସନ୍ ସି ଉର୍ବରତା, ଅପସନ୍ ଡି ଜୈବ ସାର। ତେବେ ଏହାର ସଠିକ୍ ଉତ୍ତର ହେଉଛି ଉର୍ବରତା। ଫସଲ ଚକ୍ର ମାଧ୍ୟମରେ ମୃତ୍ତିକାର ଉର୍ବରତା ବୃଦ୍ଧି କରାଯାଇପାରିବ। ପରବର୍ତ୍ତୀ ପ୍ରଶ୍ନ ବିକଳ୍ପ ସମ୍ବଳ କ'ଣ ହେବା ସ୍ୱାଗତ ଯୋଗ୍ୟ? ଅପସନ୍ ଏ ଯଥେଷ୍ଟ, ଅପସନ୍ ବି ଭରଣ ଯୋଗ୍ୟ, ଅପସନ୍ ସି ଦୁର୍ଲଭ, ଅପସନ୍ ଡି ସୁସଂହତ। ତେବେ ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ସମ୍ବଳ ଭରଣ ଯୋଗ୍ୟ ହେବା ସ୍ୱାଗତ ଯୋଗ୍ୟ। ଭରଣ ଯୋଗ୍ୟ। ପରବର୍ତ୍ତୀ ପ୍ରଶ୍ନ କେଉଁ କାରଣ ଯୋଗୁଁ କେତେକ ସ୍ଥାନରେ ସମ୍ବଳ ବିନିଯୋଗ ଅଧିକ ହେଉଛି, କେତେକ ସ୍ଥାନରେ ସ୍ୱଳ୍ପ ବିନିଯୋଗ ହେଉଛି? ଅପସନ୍ ଏ ସମ୍ବଳର ସୁସଂହତ ବିନିଯୋଗ, ଅପସନ୍ ବି ଉପଯୁକ୍ତ ବିଧିବିଧାନର ଅଭାବ, ଅପସନ୍ ସି ସମ୍ବଳର ଅସମାନ ବଣ୍ଟନ, ଅପସନ୍ ଡି ସମ୍ବଳ ସଂରକ୍ଷଣ। ତେବେ ଏହାର ସଠିକ୍ ଉତ୍ତର ହେଉଛି ସମ୍ବଳର ଅସମାନ ବଣ୍ଟନ। ଅସମାନ ବଣ୍ଟନ। ପରବର୍ତ୍ତୀ ପ୍ରଶ୍ନ ସମ୍ବଳର ଉପଯୁକ୍ତ ବିକାଶ ଓ ବିବେକାନୁମୋଦିତ ବ୍ୟବହାର କିପରି କରାଯାଇପାରିବ? ଅପସନ୍ ଏ ଉତ୍ପାଦନ ବୃଦ୍ଧି, ଅପସନ୍ ବି ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ, ଅପସନ୍ ସି ଆର୍ଥିକ ବିକାଶ, ଅପସନ୍ ଡି ଶିକ୍ଷା ଓ ସଚେତନତା ସୃଷ୍ଟି। ତେବେ ଏହାର ସଠିକ୍ ଉତ୍ତର ହେଉଛି ଶିକ୍ଷା ଓ ସଚେତନତା ସୃଷ୍ଟି କରିଲେ ତାହା ଅନୁମୋଦିତ ହୋଇପାରିବ। ପରବର୍ତ୍ତୀ ପ୍ରଶ୍ନ କେଉଁଟି ସମ୍ବଳ ବିକାଶ ଯୋଜନାର ଏକ କାରଣ ନୁହେଁ? ଅପସନ୍ ଏ ସାମାଜିକ ବିକାଶ, ଅପସନ୍ ବି ଆର୍ଥିକ ବିକାଶ, ଅପସନ୍ ସି ଧାରଣୀୟ ବିକାଶ, ଅପସନ୍ ଡି ସାଂସ୍କୃତିକ ବିକାଶ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଧାରଣୀୟ ବିକାଶ, ଯେଉଁଠି ସମ୍ବଳ ବିକାଶ ଯୋଜନାର ଏକ କାରଣ ନୁହେଁ। ପରବର୍ତ୍ତୀ ପ୍ରଶ୍ନ ଭାରତ ମହାସାଗରର କେଉଁ ଅଞ୍ଚଳରୁ ଭାରତ ମାଙ୍ଗାନିଜ୍ ପିଣ୍ଡ ଉତ୍ତୋଳନ କରିବାର ଅଧିକାର ପାଇଛି? ଅପସନ୍ ଏ ମାଡାଗାସ୍କର, ଅପସନ୍ ବି ଲାକ୍ଷାଦ୍ୱୀପ, ଅପସନ୍ ସି ଜାଞ୍ଜିବାର, ଅପସନ୍ ଡି ଇଇଜେଡ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି ଇଇଜେଡ୍। ଯେଉଁ ଅଞ୍ଚଳରୁ ଭାରତ ମାଙ୍ଗାନିଜ୍ ପିଣ୍ଡ ଉତ୍ତୋଳନ କରିବାର ଅଧିକାର ପାଇଛି। ପରବର୍ତ୍ତୀ ପ୍ରଶ୍ନ ତେବେ ଇଇଜେଡ୍ର ଅଞ୍ଚଳ କହିଲେ ତୁମେ କ'ଣ ବୁଝିଥାଅ? ଅପସନ୍ ଏ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍, ଅପସନ୍ ବି ଏକ୍ସଟ୍ରା ଇକୋନୋମିକ୍ ଜୋନ୍, ଅପସନ୍ ସି ଏକ୍ସଟ୍ରା ଏଲିମିନେଟେଡ୍ ଜୋନ୍, ଅପସନ୍ ଡି ଏମର୍ଜେନ୍ସି ଇକୋନୋମିକ୍ ଜୋନ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି ଇଇଜେଡ୍ର ଫୁଲ୍ ଫର୍ମ ହେଉଛି ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍। ପରବର୍ତ୍ତୀ ପ୍ରଶ୍ନ ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ କ'ଣ କୁହାଯାଏ? ଅପସନ୍ ଏ ଧାରଣୀୟ ବିକାଶ, ଅପସନ୍ ବି ସମ୍ବଳ ଭଣ୍ଡାର, ଅପସନ୍ ସି ସମ୍ବଳ ସଂରକ୍ଷଣ, ଅପସନ୍ ଡି ସମ୍ବଳ ନବୀକରଣ।
ତେବେ ଏହାର ସଠିକ ଉତ୍ତର ହେଉଛି ସମ୍ବଳ ସଂରକ୍ଷଣ। ସମ୍ବଳ ସଂରକ୍ଷଣ। ପରବର୍ତ୍ତୀ ପ୍ରଶ୍ନ, ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ କ'ଣ କୁହାଯାଏ? ଅପସନ୍ ଏ ସମ୍ବଳ ସଂରକ୍ଷଣ, ଅପସନ୍ ବି ଧାରଣୀୟ ବିକାଶ, ଅପସନ୍ ସି ସମ୍ବଳ ଯୋଜନା, ଅପସନ୍ ଡି ସ୍ୱଳ୍ପ ବିନିଯୋଗ। ତେବେ ଏହାର ସଠିକ ଉତ୍ତର ହେଉଛି ଧାରଣୀୟ ବିକାଶ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ସମ୍ବଳ ସଂରକ୍ଷଣର ବାସ୍ତବ ତଥା ମୌଳିକ ଉଦ୍ଦେଶ୍ୟ ନୁହେଁ? ଅପସନ୍ ଏ ଅପରିହାର୍ଯ୍ୟ ପରିବେଶର ସୁରକ୍ଷା, ଅପସନ୍ ବି ପରିସଂସ୍ଥାର ଅନ୍ତର୍ନିହିତ କ୍ଷମତାକୁ ଅକ୍ଷୁଣ୍ଣ ରଖିବା, ଅପସନ୍ ସି ଜୈବ ବିବିଧତାକୁ ସୁରକ୍ଷା ଦେବା, ଅପସନ୍ ଡି ଆର୍ଥିକ ତଥା ସାଂସ୍କୃତିକ ବିକାଶ। ତେବେ ଏହାର ସଠିକ ଉତ୍ତର ହେଉଛି ଆର୍ଥିକ ତଥା ସାଂସ୍କୃତିକ ବିକାଶ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଧାରଣୀୟ ବିକାଶର ବିଶେଷତ୍ୱ ନୁହେଁ? ଅପସନ୍ ଏ ସମସ୍ତ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ଓ ଯତ୍ନଶୀଳ, ଅପସନ୍ ବି ମନୁଷ୍ୟର ଜୀବନ ଧାରଣ ମାନରେ ଉନ୍ନତି, ଅପସନ୍ ସି ସବୁ ଅଞ୍ଚଳରେ ସମ୍ବଳର ବିକାଶ, ଅପସନ୍ ଡି ପ୍ରାକୃତିକ ସମ୍ବଳର ବ୍ୟବହାର ହ୍ରାସ କରାଇବା। ତେବେ ଏହାର ସଠିକ ଉତ୍ତର ହେଉଛି ସବୁ ଅଞ୍ଚଳରେ ସମ୍ବଳର ବିକାଶ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ସମ୍ବଳ ସଂରକ୍ଷଣର ଏକ ଉପାୟ ନୁହେଁ? ଅପସନ୍ ଏ ସମ୍ବଳ ଉତ୍ପାଦନ ବୃଦ୍ଧି, ଅପସନ୍ ବି ସମ୍ବଳ ବ୍ୟବହାରରେ ହ୍ରାସ, ଅପସନ୍ ସି ସମ୍ବଳର ପୁନଃ ଚକ୍ରୀକରଣ କୌଶଳ ଅବଲମ୍ବନ, ଅପସନ୍ ଡି ସମ୍ବଳର ପୁନଃ ବ୍ୟବହାର। କେଉଁଟି ସମ୍ବଳ ସଂରକ୍ଷଣ ଉପାୟ ନୁହେଁ? ସମ୍ବଳ ଉତ୍ପାଦନ ବିକାଶ। ଏହାର ସଠିକ ଉତ୍ତର ହେଉଛି ସମ୍ବଳ ଉତ୍ପାଦନ ବିକାଶ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ସମ୍ବଳ ଯୋଜନାର ମୂଳ ଲକ୍ଷ୍ୟ? ଅପସନ୍ ଏ ବିକଳ୍ପ ସମ୍ବଳର ଆବିଷ୍କାର, ଅପସନ୍ ବି ଯାତାୟତନ, ଅପସନ୍ ସି ବଜାର, ଅପସନ୍ ଡି ଯଥୋଚିତ ବ୍ୟବହାର। କେଉଁଟି ସମ୍ବଳ ଯୋଜନାର ମୂଳ ଲକ୍ଷ୍ୟ? ତେବେ ଏହାର ସଠିକ ଉତ୍ତର ହେଉଛି ଯଥୋଚିତ ବ୍ୟବହାର। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ସମ୍ବଳ ଯୋଜନାର ଏକ ପ୍ରକ୍ରିୟା ନୁହେଁ? ଅପସନ୍ ଏ ସମ୍ବଳ ଆବଶ୍ୟକତା ନିର୍ଦ୍ଧାରଣ, ଅପସନ୍ ବି ସମ୍ବଳ ଗଚ୍ଛିତ ପରିମାଣର ଆକଳନ, ଅପସନ୍ ସି ସମ୍ବଳର ପୁନଃ ଚକ୍ରୀକରଣ, ଅପସନ୍ ଡି ସମ୍ବଳର ସର୍ବେକ୍ଷଣ। ତେବେ ଏହାର ସଠିକ ଉତ୍ତର ହେଉଛି ସମ୍ବଳର ପୁନଃ ଚକ୍ରୀକରଣ, ଯାହା ଏକ ସମ୍ବଳ ଯୋଜନାର ପ୍ରକ୍ରିୟା ନୁହେଁ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ଭାରତର ରାଜ୍ୟଗୁଡ଼ିକ ମଧ୍ୟରୁ କେଉଁ ରାଜ୍ୟଟିରେ ସମ୍ବଳର ଆଧିକ୍ୟ ଦେଖାଯାଏ ନାହିଁ? ଅପସନ୍ ଏ ପଞ୍ଜାବ, ଅପସନ୍ ବି ଝାଡ଼ଖଣ୍ଡ, ଅପସନ୍ ସି ଛତିଶଗଡ଼, ଅପସନ୍ ଡି ମଧ୍ୟପ୍ରଦେଶ। ତେବେ ଏହାର ସଠିକ ଉତ୍ତର ହେଉଛି ପଞ୍ଜାବ ରାଜ୍ୟରେ। ପଞ୍ଜାବ ରାଜ୍ୟରେ ସମ୍ବଳର ଆଧିକ୍ୟ ଦେଖାଯାଏ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ ଭାରତର କେଉଁ ରାଜ୍ୟରେ ଅଧିକ ପରିମାଣରେ ଜଳ ସମ୍ପଦ ରହିଥିଲେ ମଧ୍ୟ ତାର ବ୍ୟବହାର ପାଇଁ ସୁବିଧା ନାହିଁ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ଅରୁଣାଚଳ ପ୍ରଦେଶ, ଅପସନ୍ ସି ଝାଡ଼ଖଣ୍ଡ, ଅପସନ୍ ଡି ମହାରାଷ୍ଟ୍ର। ତେବେ ଏହାର ସଠିକ ଉତ୍ତର ହେଉଛି ଅରୁଣାଚଳ ପ୍ରଦେଶ, ଯେଉଁଠି ଜଳ ସମ୍ପଦର ବ୍ୟବହାର ପାଇଁ ସୁବିଧା ନାହିଁ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଶୀତଳ ମରୁଭୂମି? ଅପସନ୍ ଏ ଥର୍, ଅପସନ୍ ବି ଗୋବି, ଅପସନ୍ ସି ଲାଦାଖ, ଅପସନ୍ ଡି ବିକାନିର। ତେବେ କେଉଁଟି ଏକ ଶୀତଳ ମରୁଭୂମି ଅଟେ? ଏହାର ସଠିକ ଉତ୍ତର ହେଉଛି ଲାଦାଖ ଏକ ଶୀତଳ ମରୁଭୂମି ଅଟେ। ଯିବା ପରବର୍ତ୍ତୀ ପ୍ରଶ୍ନ, କୋଇଲା ଓ ଖଣିଜ ତୈଳର କେଉଁଟି ଏକ ବିକଳ୍ପ ଶକ୍ତି ନୁହେଁ? ଅପସନ୍ ଏ ସୌରଶକ୍ତି, ଅପସନ୍ ବି ବାୟୋଗ୍ୟାସ୍, ଅପସନ୍ ସି ପବନ ଶକ୍ତି, ଅପସନ୍ ଡି ଜୈବ ଗ୍ୟାସ୍। ତେବେ ଏହାର ସଠିକ ଉତ୍ତର ହେଉଛି ବାୟୋଗ୍ୟାସ୍ ଖଣିଜ ତୈଳର ଏକ ବିକଳ୍ପ ଶକ୍ତି ନୁହେଁ। ପରବର୍ତ୍ତୀ ପ୍ରଶ୍ନ, ଭାରତ କେବେଠାରୁ ସମ୍ବଳ ଯୋଜନାର ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରିଆସିଛି? ଅପସନ୍ ଏ ପ୍ରଥମ ପଞ୍ଚବାର୍ଷିକ ଯୋଜନା, ଅପସନ୍ ବି ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା, ଅପସନ୍ ସି ତୃତୀୟ ପଞ୍ଚବାର୍ଷିକ ଯୋଜନା, ଅପସନ୍ ଡି ଚତୁର୍ଥ ପଞ୍ଚବାର୍ଷିକ ଯୋଜନା। ତେବେ ଏହାର ସଠିକ ଉତ୍ତର ହେଉଛି ପ୍ରଥମ ପଞ୍ଚବାର୍ଷିକ ଯୋଜନା ଠାରୁ ସେ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଛି। ପରବର୍ତ୍ତୀ ପ୍ରଶ୍ନ, ପ୍ରକୃତି ଓ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ଯେଉଁ ଆନ୍ତର୍ଜାତିକ ସଂସ୍ଥା ଗଠନ କରାଯାଇଛି ତାହା କ'ଣ? ଅପସନ୍ ଏ WTO, ଅପସନ୍ ବି FAO, ଅପସନ୍ ସି WHO, ଅପସନ୍ ଡି IUCN। ତେବେ ଏହାର ସଠିକ ଉତ୍ତର ହେଉଛି IUCN। ସଠିକ ଉତ୍ତର କ'ଣ? IUCN। ପରବର୍ତ୍ତୀ ପ୍ରଶ୍ନ, IUCN ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ମାଧ୍ୟମରେ ନିମ୍ନୋକ୍ତ ମଧ୍ୟରୁ କେଉଁ ଜାତିର ସଂଖ୍ୟା ପ୍ରତି ଦୃଷ୍ଟି ଦେଉନାହିଁ? ଅପସନ୍ ଏ ବିଲୁପ୍ତ ଜାତି, ଅପସନ୍ ବି ବିପଦସଂକୁଳ ଜାତି, ଅପସନ୍ ସି ସୁରକ୍ଷିତ ଜାତି, ଅପସନ୍ ଡି ଦୁର୍ଲଭ ଜାତି। ତେବେ ଏହାର ସଠିକ ଉତ୍ତର ହେଉଛି ସୁରକ୍ଷିତ ଜାତି ଉପରେ ପ୍ରାୟତଃ ଦୃଷ୍ଟି ଦେଉନାହିଁ। ପରବର୍ତ୍ତୀ ପ୍ରଶ୍ନ, ଅରଣ୍ୟର ସୁରକ୍ଷା ପାଇଁ କାହା ଉପରେ ଅଧିକ ଦୃଷ୍ଟି ଦିଆଯାଉଅଛି? ଅପସନ୍ ଏ ଜୈବ ବିବିଧତାର ସଂରକ୍ଷଣ, ଅପସନ୍ ବି ଜଙ୍ଗଲ ସୁରକ୍ଷା ଆଇନ, ଅପସନ୍ ସି ବୃକ୍ଷରୋପଣ, ଅପସନ୍ ଡି ପ୍ରାକୃତିକ ସମ୍ବଳର ସଂରକ୍ଷଣ। ତେବେ ଏହାର ସଠିକ ଉତ୍ତର ହେଉଛି ଜୈବ ବିବିଧତାର ସଂରକ୍ଷଣ। ଯିବା ପରବର୍ତ୍ତୀ ପ୍ରଶ୍ନ, ରିଓ ଡି ଜାନେରିଓ ବିଶ୍ୱ ବୈଠକରେ ଭାରତ ପ୍ରଥମେ କେବେ ଯୋଗଦାନ କରିଥିଲା? ଅପସନ୍ ଏ 1990, ଅପସନ୍ ବି 1992, ଅପସନ୍ ସି 2000 ମସିହା, ଅପସନ୍ ଡି 2012 ମସିହା।
रिओ डि जेनेरियो विश्व बैठक में 1992 मसीह भारत प्रथम योगदान करथिला। परवर्ती प्रश्न निम्नोक्त केउटी एक पूरणीय संबल निकेल कोइला लुहा ना जुआर शक्ति। तेबे यार सठिक उत्तर हेउछि ताहा एक पूरणीय संबल जहा हेउछि जुआर शक्ति। कौन जुआर शक्ति एक पूरणीय संबलर उदाहरण अटे। परवर्ती प्रश्न निम्नोक्त केउटी एक पूरणीय संबल। ऑप्शन ए कोइला, ऑप्शन बी बक्साइट, ऑप्शन सी जुआर शक्ति, ऑप्शन डी पेट्रोलियम। तेबे केउटी एक पूरणीय जहाको सरीगले मध्य ताको पूरण करा जाई परिबो। तेबे यार सठिक उत्तर हेउछि जुआर शक्ति एक पूरणीय संबल।